ଭଲ ରାସ୍ତା ଉପରେ ପିଚୁ କାମ ହେଉଥିବା ନେଇ ଗତକାଲି ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମାରୁତି ଅଭିଯୋଗ ଆଣିଥିଲେ ଏବଂ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ, ଯାହାକୁ ନେଇ ଗୋଟେ ହଟଚମଟ ସୃଷ୍ଟି ହୋଇଥିଲା। ସାରା ରାଜ୍ୟରେ ଗୋଟେ ହଟଚମଟ ସୃଷ୍ଟି ହୋଇଥିଲା, କାରଣ ସେ ସୋସିଆଲ ମିଡ଼ିଆରେ ଏଭଳି ପୋଷ୍ଟ କରିଥିଲେ ଯେ କି ରାଜ୍ୟ ସରକାରକୁ ଗୋଟେ ପ୍ରକାର କଟୁ ସମାଲୋଚନା ହେବାର ଶିକାର ହେବାକୁ ମଧ୍ୟ ପଡ଼ିଥିଲା। ଏବଂ ଆପଣ ଯଦି କହିବେ ଯେଉଁ ରାସ୍ତାକୁ ନେଇକି ଯେଉଁ ଅଭିଯୋଗ ଆଣିଥିଲେ, ଇଏ ହେଉଛି ସେହି ରାସ୍ତା। ଆପଣ ସିଧାସଳଖ ଦେଖୁଛନ୍ତି, ଇଏ ସେଇ ଯେଉଁ ରାସ୍ତା ରହିଥିଲା, ସେଇ ରାସ୍ତା ଉପରେ ଯେଉଁ ଅଭିଯୋଗ ରହିଥିଲା ଭଲ ରାସ୍ତା ଉପରେ ଯେଉଁ କାମ କରାଯାଉଥିଲା, ଇଏ ହେଉଛି ଆଜ୍ଞା ସେଇ ଭଲ ରାସ୍ତା। ସେଇ ରାସ୍ତା ଉପରେ ଯେଉଁ କାମ କରାଯାଉଥିଲା, ସେଇ ରାସ୍ତାକୁ ଆପଣ ସିଧାସଳଖ ଦେଖୁଛନ୍ତି। ଇଏ ହେଉଛି ସେଇ ପୁରୁଣା ରାସ୍ତା, ଯେଉଁ ପୁରୁଣା ରାସ୍ତାରେ ଯେଉଁ କାମ କରାଯାଉଥିଲା ଏବଂ ଯେଉଁ ପୁରୁଣା ରାସ୍ତାକୁ ରୁଦ୍ରପ୍ରତାପ ମାରୁତି ଅଭିଯୋଗ ଆଣିଥିଲେ ଯେ ଏଠି ନିମ୍ନମାନର କାମ କରାଯାଉଛି ଏବଂ ନିମ୍ନମାନର କାମ କେବଳ ଏଠି ପିଚୁ ଉପରେ ପିଚୁ ପକାଯାଉଛି। ଏ ଯେଉଁ କାରଣ ତାଙ୍କ ଯେଉଁ ଅଭିଯୋଗ ରହିଥିଲା, ଇଏ ଦେଖନ୍ତୁ ସେଇ ପୁରୁଣା ରାସ୍ତା, ଯେଉଁ ପୁରୁଣା ରାସ୍ତା ପରେ ପିଚୁ ପଡ଼ୁଥିଲା। ଇଏ ଯେଉଁ ନୂଆ ରାସ୍ତା ତା ପାଖରେ ଦେଖୁଛନ୍ତି, ଇଏ ସେ ପାଖରେ ସେ ନୂଆ ରାସ୍ତା ରହିଥିଲା। ଗତକାଲି ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଆକୁ ନେଇ ଗୋଟେ ହଟ ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷ କରି ଯଦି କହିବା ବିଭାଗୀୟ ଅଧିକାରୀମାନେ, ଏଠି ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ନଥିବା ନେଇକି ମଧ୍ୟ ଗତକାଲି ଗୋଟେ ମଧ୍ୟ ଅଭିଯୋଗ ଆସୁଥିଲା। ଏହି ଅଭିଯୋଗ ପରେ ଆଜି ବିଭାଗୀୟ ଅଧିକାରୀ, ଗ୍ରାମ ଉନ୍ନୟନ ବିଭାଗର ବିଭାଗୀୟ ଅଧିକାରୀମାନେ ଏଠି ଉପସ୍ଥିତ ଅଛନ୍ତି। ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କାମକୁ ମଧ୍ୟ ଗୋଟେ ପ୍ରକାର ତନଖି କରୁଛନ୍ତି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ କାମ ପୂର୍ବରୁ ଯେଉଁ ସୂଚନା ଫଳକ ଏ ପର୍ଯ୍ୟନ୍ତ ମଧ୍ୟ ଲଗାଯାଇ ନାହିଁ ଏବଂ ବିଶେଷ କରି କେତେ ଟଙ୍କାର କାମ କରାଯାଉଛି, ଯେଉଁ ଆପତ୍ତି ଅଭିଯୋଗ କରୁଥିଲେ, ଯେଉଁ କଥା କହୁଥିଲେ, କେତେ ଟଙ୍କାର କାମ ହେଉଥିଲା, ସେ କାମକୁ ନେଇକି ମଧ୍ୟ କିଛି ସ୍ପଷ୍ଟ ସୂଚନା ନାହିଁ। କୌଣସି ସ୍ପଷ୍ଟତା ନାହିଁ କେତେ ଟଙ୍କାର କାମ କରାଯାଉଛି, କେତେ ଥିକନେସ୍ରେ କାମ କରାଯିବ। ସାଧାରଣ ଲୋକଟେ ଜାଣିବାକୁ ଚାହିଁଲେ ମଧ୍ୟ ସେ କଥା ମଧ୍ୟ ସ୍ପଷ୍ଟ ଭାବେ ଜାଣିପାରିବ ନାହିଁ। ଏବଂ ଯାହାଦ୍ୱାରା କାଲି ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ରୁଦ୍ରପ୍ରତାପ ମାରୁତି ଏବଂ ରୁଦ୍ରପ୍ରତାପ ମାରୁତି ଏ ସିଧାସଳଖ ଅଭିଯୋଗ ଆଣିଥିଲେ ଯେ ଏଇ ଯେଉଁ କାମ କରାଯାଉଛି, ଏ କାମରେ ସ୍ୱଚ୍ଛତା ରହୁନି ଏବଂ ଯାହାକୁ ନେଇକି ଆଜି ବିଭାଗୀୟ ଅଧିକାରୀମାନେ ଆସିଥିଲେ ବିଭିନ୍ନ ସ୍ଥାନକୁ ମଧ୍ୟ ଗୋଟେ ପ୍ରକାର ନିରୀକ୍ଷଣ କରୁଛନ୍ତି ଏବଂ ଆପଣ ପୁରୁଣା ରାସ୍ତା ଏବଂ ନୂଆ ରାସ୍ତା ମଧ୍ୟରେ ଯେଉଁ ତଫାତ ରହିଛି, ସେ ତଫାତ ମଧ୍ୟ ଦେଖୁଛନ୍ତି। ବିଶେଷ କରି ଯେଉଁ ବିଭାଗୀୟ ଅଧିକାରୀଙ୍କର ଯେଉଁ ଟିମ୍ ମଧ୍ୟ ଆସିଛନ୍ତି, କାରଣ ଯେଉଁ ଅଭିଯୋଗ ଆସିଛି ସରକାରଙ୍କ କଠୋର ସମାଲୋଚନା କରିବା ପରେ ବିଭାଗୀୟ ଅଧିକାରୀମାନେ ଏଠି ଉପସ୍ଥିତ ରହିଛନ୍ତି। କାମରେ କେତେ ସ୍ୱଚ୍ଛତା ରହିଛି, କିନ୍ତୁ ଯେଉଁ କଥାଟି ପୂର୍ବରୁ ମଧ୍ୟ ସୂଚନା ଫଳକୁ ନେଇକି ବାରମ୍ବାର ଯେଉଁ ଅଭିଯୋଗ ଆଣୁଥିଲେ ରୁଦ୍ରପ୍ରତାପ ମାରୁତି, ସେ କଥାକୁ ନେଇକି ମଧ୍ୟ ଏବେ ମଧ୍ୟ କୌଣସି ଜାଗାରେ ସୂଚନା ଫଳକ ଲଗାଯାଏନି। ଏବଂ ଯଦି ଆପଣ ଦୁଇ ପାର୍ଶ୍ୱକୁ ଦେଖିବେ, ରାସ୍ତାର ଦୁଇ ପାର୍ଶ୍ୱକୁ ଦେଖିବେ, ସେ ପାର୍ଶ୍ୱକୁ ଦେଖିଲେ ମଧ୍ୟ ଯେଉଁ ପାର୍ଶ୍ୱ ଯେଉଁ ସଫା ହେବାର କଥା ଯେଉଁ ନିୟମ ରହିଛି, ସେ କେତେ ସଫା ରହିଛି ଦୁଇ ପାର୍ଶ୍ୱ ଆପଣ ମଧ୍ୟ ଦେଖିଲେ ମଧ୍ୟ ସ୍ପଷ୍ଟ ଚିତ୍ର ଜାଣିପାରୁଥିବେ। ଏବଂ ଯେଉଁ 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 ଜାଗାରେ ମାପ ଚିହ୍ନ ଦିଆଯାଉଛି ଏବଂ ଅନେକ ସ୍ଥାନ ମଧ୍ୟ ଦେଖିଲେ ରାସ୍ତାରେ ଯେହେତୁ ସମାନତା ନାହିଁ, ସେଥିପାଇଁ ଯେଉଁ ବିଭିନ୍ନ ସ୍ଥାନରେ ଉଞ୍ଚା ନିଚା ମଧ୍ୟ ରହିଥିବାର ମଧ୍ୟ ଦେଖିବାକୁ ମିଳୁଛି। ଦେଖନ୍ତୁ ଆପଣ ଯେଉଁ ବର୍ତ୍ତମାନ ପିଚୁ କାମ ପୂର୍ବରୁ ଯେଉଁ ଏଠି ଯେଉଁ ପିଚୁକୁ ଯେଉଁ ପକାଯାଉଛି, ଆପଣ ଦେଖନ୍ତୁ ଯେଉଁ ଲେପ ଦିଆଯାଉଛି, ବାଲି ଉପରେ ମଧ୍ୟ ପଡ଼ୁଥିବା କଥା ମଧ୍ୟ ନଜରକୁ ଆସୁଛି। ଏବଂ ଯାହାଦ୍ୱାରା ଗୋଟେ କାଲି ମଧ୍ୟ ରୁଦ୍ରପ୍ରତାପ ମାରୁତି ସିଧାସଳଖ ଅଭିଯୋଗ ଆଣିଥିଲେ। ସିଧାସଳଖ ଅଭିଯୋଗ ଆଣିବା ପରେ ବର୍ତ୍ତମାନ କାଲି ନିଜ ଗୋଡ଼ରେ ପିଚୁକୁ ମଧ୍ୟ ଉଠାଇକି ଦେଖାଉଥିଲେ ଏବଂ ନିଜ ସୋସିଆଲ ମିଡ଼ିଆରେ ସେ ପୋଷ୍ଟ କରିଥିଲେ। ଲକ୍ଷାଧିକ ଲୋକ ମଧ୍ୟ ଏହି ପୋଷ୍ଟକୁ ନେଇକି ବିଭିନ୍ନ କରିଥିଲେ। ଆପଣ ଦେଖନ୍ତୁ ଯେଉଁ ରାସ୍ତାର ସାଇଡ଼୍ କଥା ଦେଖିବେ, ଯେଉଁ ରାସ୍ତାରେ ଯେଉଁ ସାଇଡ଼୍ ରହିଛି, ଆପଣ ସିଧାସଳଖ ଦେଖନ୍ତୁ କିଭଳି ଭାବରେ ରାସ୍ତା ସଫା କରାଯାଇଛି ଏବଂ ରାସ୍ତାରେ କେଉଁଭଳି ଭାବରେ, ଯଦି ଆପଣ କ୍ୟାମେରା ପର୍ସନକୁ କହିବି, ଏ ଯେଉଁ ପିଚୁ ଯେଉଁ ରହିଛି, ସେ ପିଚୁ କାମ ଯେଉଁ କରାଯାଉଛି, ଯେଉଁ କାମ କରିବାର ଯେଉଁ ସିଷ୍ଟମ୍, ଯେଉଁ ଅଧିକାରୀମାନେ ଆସୁଛନ୍ତି, ଏଠି କ'ଣ ଦେଖୁଛନ୍ତି ଆପଣ ଦେଖନ୍ତୁ। ଏ ଯେଉଁ ପିଚୁ ରାସ୍ତା ରହିଛି, ଏ ସ୍ଥାନରେ ସମ୍ପୂର୍ଣ୍ଣ ମାଟି ରହିଛି, ତା ପୂର୍ବରୁ ମଧ୍ୟ କରାଯାଇନି। ଆରି ଉପରେ ବର୍ତ୍ତମାନ ପିଚୁ ପଡ଼ିବ ଏବଂ ଏ ପିଚୁ କେତେ ଦିନ ସ୍ଥାୟିତ୍ୱ ରହିବ? ଯେଉଁ ଗତକାଲି ଯେଉଁ ପ୍ରଶ୍ନ ଉଠାଇଥିଲେ ରୁଦ୍ରପ୍ରତାପ ମାରୁତି, ସେହି ପ୍ରଶ୍ନ ମଧ୍ୟ ଗୋଟେ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଆମେ ମଧ୍ୟ ପଚାରିବାକୁ ଚାହୁଁଛୁ। ଇଏ କେତେ ଦିନ ଏଠି ଯଦି ପିଚୁ ପଡ଼େ, ଏଇ ରାସ୍ତା ଉପରେ ଯଦି ଆଜି ପିଚୁ ପଡ଼େ, ତେବେ ସେ ଏଇ ପିଚୁ କେତେ ଦିନ ପର୍ଯ୍ୟନ୍ତ ରହିବ? ଆପଣ ଯେଉଁ ଥିକନେସ୍ କଥା କହୁଥିଲେ, ଯିଏ ରହୁଛନ୍ତି ସରକାରୀ ଯନ୍ତ୍ରୀ, ସେ କହୁଥିଲେ ଯେ 25 mm ଜାଗାରେ 50 mm ମଧ୍ୟ ରାସ୍ତାରେ ପିଚୁ ରହିଛି। ତେଣୁ ଏଠି ପ୍ରଶ୍ନ ଉଠୁଛି, 50 mm ଠିକାଦାର କ'ଣ ତା'ର ଘରୁ ଆଣି କରିବ? ସେ ପଇସା କେଉଁଠୁ ଆଣିବ? ତେଣୁ ଏ କଥାରେ ମଧ୍ୟ ଗୋଟେ କ'ଣ
କୌଣସି ସମାନତା ରହୁନଥିବା କଥା ମଧ୍ୟ ଯେଉଁ କଥା ଅଭିଯୋଗ ଆସୁଥିଲା ସେ କଥାକୁ ଦେଖାଯିବ। ଆପଣ ଦେଖନ୍ତୁ ଯଦି କ୍ୟାମେରା ପର୍ସନକୁ କହିବି ଏ ଯେଉଁ ପିଚୁ ପଡ଼ିଛି ସବୁ ଜାଗାରେ, କେଉଁ ଜାଗାରେ ହାଫ୍ ଇଞ୍ଚ କେଉଁ ଜାଗାରେ ଇଞ୍ଚିଏ ମଜେ ଏଇଭଳିଆ ନାହିଁ, କିନ୍ତୁ କିନ୍ତୁ ଯେଉଁଭଳି ଭାବରେ କୁହାଯାଉଥିଲା, ଯେଉଁ କହିବା ପରେ ଅଧିକାରୀମାନେ ଯେଉଁଭଳି ଭାବରେ କହୁଥିଲେ, ଆପଣ ସେଇ କଥା ଦେଖନ୍ତୁ। ଯେଉଁ କ୍ୱାଲିଟି କଣ୍ଟ୍ରୋଲ କରିବା କଥା କୁହାଯାଉଛି, କ୍ୱାଲିଟି ଟିମ୍ ଯେଉଁ ଆସିବା କଥା କହୁଛନ୍ତି, କ'ଣ କ୍ୱାଲିଟି ଏଠି ଚେକ୍ କରୁଛନ୍ତି ତାହାକୁ ନେଇ ମଧ୍ୟ ଗୋଟେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଆପଣ ଦେଖନ୍ତୁ ଇଏ ହେଉଛି ସେଇ ରାସ୍ତା ଯେଉଁ ପୁରୁଣା ରାସ୍ତା ରହିଥିଲା। ଏଇ ପୁରୁଣା ରାସ୍ତାରେ ବର୍ତ୍ତମାନ ଯେଉଁ ରହିଛି, ଏଇ ଯେଉଁ ରାସ୍ତା ଦେଖନ୍ତୁ ଆ ଦେହରେ ଟୋଟାଲ ମାଟି ରହିଛି। ଏ ମାଟି ଧୂଳି ଉପରେ ଏବେ ମଧ୍ୟ ପିଚୁ ପକାଯିବ, ସେଥିପାଇଁ ଗାଡ଼ି ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଏବଂ ଏଇ ଯେଉଁ ପିଚୁ ପଡ଼ିବ, ଇଏ ଆଉ କିଛି ସମୟ ପରେ ପିଚୁ ପଡ଼ିବ, କେବଳ ଯେଉଁ ଧୂଳି ଝଡ଼ା ଯାଇଛି। ଏଇ ଯେଉଁ ଏଇ ମେସିନରେ ଦେଖନ୍ତୁ, ଏଇ ମେସିନ୍ ମାଧ୍ୟମରେ ଧୂଳି ଝଡ଼ାଯାଉଛି ଏବଂ ଏଇ ରାସ୍ତା ଉପରେ ପିଚୁ କରାଯିବ ଏବଂ ସେ ମେସିନ୍ କି ଆଉ କିଛି ସମୟ ପରେ ମଧ୍ୟ କାମ ଯିବ। ଆପଣ ଯଦି କହିବେ ଏଇ ଯେଉଁ ମକନ୍ଦପୁର ବାଜପେୟୀ ସଂଯୋଗ କରୁଥିବା ରାସ୍ତା, ଏଇ କାମ କିଭଳି ରହୁଛି, ଗତକାଲି ଯେଉଁ ଅଭିଯୋଗ ଆଣିଥିଲେ ରୁଦ୍ରପ୍ରତାପ ମାଝୀ, ସେଇ ଅଭିଯୋଗରେ ଏବେ ମଧ୍ୟ ସତ୍ୟତା ରହିଛି ଯେ କାମରେ କୌଣସି ପ୍ରକାର ପରିବର୍ତ୍ତନ ଆସିନାହିଁ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଭଳି ଭାବରେ ଅଧିକାରୀମାନେ କହୁଛନ୍ତି ଏବଂ ଠିକାଦାରଙ୍କୁ ଗୋଟେ ପ୍ରକାର ବଞ୍ଚାଇବା କଥା କହୁଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ କାମ କରାଯାଉଛି, ଯେଉଁ ନିୟମ ରହିଛି ସୂଚନା ଫଳକ ଲାଗିବା ପାଇଁ, ସେ ସୂଚନା ଫଳକ କେଉଁଠି ଲଗାଯାଇଛି, କେତେ କିଲୋମିଟର ରାସ୍ତା କରାଯାଉଛି, ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଉଛି, ଆର ଯେଉଁ ସୂଚନା ଫଳକ ଗୋଟେ ସାଧାରଣ ଲୋକ ହିସାବରେ ସମସ୍ତେ ଜାଣିବା କଥା, ସେ କଥା ମଧ୍ୟ ଲୋକମାନେ ଏପର୍ଯ୍ୟନ୍ତ କୌଣସି କଥା ଜାଣିପାରୁନାହାନ୍ତି। ଯାହାଦ୍ୱାରା ଯେଉଁ ଅଭିଯୋଗ ଆସୁଛି, ଅଭିଯୋଗରେ କିଛି ସତ୍ୟତା ରହିଥିବା କଥା ମଧ୍ୟ ନଜରକୁ ଆସୁଛି। ତେଣୁ ଆମେ ଆଶା କରିବା ଏ ଘଟଣାର ତଦନ୍ତ କରାଯାଉ। ଏ ଯେଉଁ ରାସ୍ତାର ଉପରେ ଯେଉଁ ଅଭିଯୋଗ ଆସିଛି, ଏଇ ରାସ୍ତାକୁ ଭିଜିଲାନ୍ସ ତଦନ୍ତ କରାଯାଉ ଏବଂ ଯେଉଁ କାମରେ କେତେ କ୍ୱାଲିଟି ରହିଛି, ସେ କ୍ୱାଲିଟିକି ମଧ୍ୟ ଯାଞ୍ଚ କରାଯାଉ। ଯେଉଁ କ୍ୱାଲିଟି ଟିମ୍ ମଧ୍ୟ ଆସୁଛନ୍ତି, ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଉ ଯେ କାମର ମାନ କ'ଣ ରହିଛି ଏବଂ କାମ କେତେ ଭଲ ରହିଛି ନା ନାହିଁ, ଏହାର ସତ୍ୟାସତ୍ୟ ମଧ୍ୟ ପର୍ଯ୍ୟାବେଷ୍ଟ ହେବାର ଆବଶ୍ୟକତା ରହିଛି। ପୁରୀ ପିପିଲରୁ ଦେବାଶିଷ ସିଂଘାନିଆ, ଦ ରୁରାଲ୍ ନ୍ୟୁଜ୍ ଓଡ଼ିଆ।